ବାହାଘର 3 ମାସ ପରେ ସ୍ୱାମୀଙ୍କ ପାଇଁ ବ୍ରତ ରଖିଲେ ଅଭିନେତ୍ରୀ ତମନ୍ନା। ପ୍ରକୃତ କାରଣ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ। ନମସ୍କାର ଦର୍ଶକ ବନ୍ଧୁ। ବାହାଘର 3 ମାସ ପରେ ହଠାତ୍ ଏମିତି ଏକ ଖୁସି ଖବର ଦେଲେ ଓଡ଼ିଆ ଭଜନ ସମ୍ରାଟ ନମିତା ଅଗ୍ରୱାଲଙ୍କ ବଡ଼ ବୋହୂ ତମନ୍ନା। ବାହାଘର 3 ମାସ ପରେ ସ୍ୱାମୀଙ୍କ ପାଇଁ ଏମିତି କିଛି ବ୍ରତ ରଖି ସ୍ୱାମୀଙ୍କ ପାଇଁ ଏମିତି ପୂଜାର୍ଚ୍ଚନା କରିଛନ୍ତି ଆପଣମାନେ ସମସ୍ତେ ଜାଣିଥିବେ। ଓଲିଉଡ଼ର ଜଣେ ଜବରଦସ୍ତ ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ତମନ୍ନା, ଯିଏକି ବର୍ତ୍ତମାନ ଅଗ୍ରୱାଲ ପରିବାରର ବୋହୂ ସାଜିଛନ୍ତି। ତେବେ ଆସନ୍ତୁ ଜାଣିବା କ'ଣ ପାଇଁ ଏମିତି ହଠାତ୍ ପୂଜାର୍ଚ୍ଚନା କଲେ ଅଭିନେତ୍ରୀ ତମନ୍ନା। ବାହାଘର ପରେ ତମନ୍ନା ନିଜ ସ୍ୱାମୀଙ୍କ ପାଇଁ ଏକ ବ୍ରତ ରଖିଛନ୍ତି। କାରଣ ଅଭିନେତ୍ରୀ ତମନ୍ନା ହେଉଛନ୍ତି ଜଣେ ମାଢ଼ୁଆଳି। ସେ ମାଢ଼ୁଆଳି ସାଜି ନିଜ ପରିବାର ପାଇଁ ଏକ ବ୍ରତ ରଖିଛନ୍ତି। ବ୍ରତ ରଖି ନିଜ ଶାଶୁ ଘରେ ବହୁ ପୂଜାର୍ଚ୍ଚନା କରିବା ସହିତ ତାଙ୍କ ବାପ ଘରେ ଏମିତି ଏକ ବ୍ରତ ପାଳନ କରନ୍ତି ବୋଲି ସେ କହିଛନ୍ତି। ଏହା ସହିତ ସେ ଏହି ପୂଜାଟିକୁ ବହୁତ ଧୁମଧାମର ସହ ପାଳନ କରିଛନ୍ତି। ଆପଣମାନେ ଫଟୋରେ ଦେଖିପାରୁଥିବେ।